ଜଗନ୍ନାଥ ସାଙ୍ଗମାନେ ତ ଦେଖନ୍ତୁ ଓଡ଼ିଶା ପୁଲିସ୍ ଯେଉଁ କନେଷ୍ଟବଳର ଅପଡ଼େଟ୍ କ'ଣ ରହୁଛି ଆପଣମାନଙ୍କର ବହୁତ ସାରା କୋଶ୍ଚିନ୍ ଥିଲା ଆମର ଜିଲ୍ଲା କନେଷ୍ଟବଳ ଆମର କେବେ ଆସିବ OISFର ଅପଡ଼େଟ୍ କ'ଣ ରହିଛି ତ ଡିଟେଲ୍ସ ଭିଡ଼ିଓ ମାଧ୍ୟମରେ ଜଣେଇବି। ତ ଦେଖନ୍ତୁ କିଛିଟା ଆପଣମାନଙ୍କ ମନକୁ ଦୁଃଖ ଦେଲା ଭଳିଆ ବି ଗୋଟେ ଖବର ଅଛି। ତ ଦେଖନ୍ତୁ ସବୁକିଛି ବୁଝେଇକି କହିବି, ଆପଣମାନେ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ ଆଉ ଯେଉଁମାନେ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ ବି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଓକେ, ଡିଟେଲ୍ସ ଯିବା ଆଲୋଚନା କରିବା। ତ ଦେଖନ୍ତୁ ଇଏ ଯେଉଁ ଗୋଟେ ପେପର ଆର୍ଟିକଲ କିଛି ଦିନ ତଳେ ବାହାରିଥିଲା 3 ମାସରେ ଯେଉଁ ନିଯୁକ୍ତି ଦିଆଯିବ, ଏଇଟା କେତେ ଦୂର ସତ୍ୟ ଯୁକ୍ତି ମାନେ ଅଛି ଏଇଟା ଆପଣମାନଙ୍କୁ ଏବେ ବି କନଫ୍ୟୁଜ୍ରେ, କାହିଁକି ନା ଗଭର୍ଣ୍ଣମେଣ୍ଟ ଯେଉଁ ଟାଇପ୍ର କରୁଛି ବର୍ତ୍ତମାନ ନିଯୁକ୍ତି ମୁଁ ବୁଝେଇବି ଆପଣମାନଙ୍କୁ। ଏ ଓଡ଼ିଶା ପୁଲିସ୍ ଏବେ ତ ଦେଖନ୍ତୁ ଅଲଗା ସବୁ ନିଯୁକ୍ତି ସବୁ ବାହାରୁଛି, କିନ୍ତୁ ଓଡ଼ିଶା ପୁଲିସ୍ଟା କାହିଁକି ଆସୁନି ତ ଡିଟେଲ୍ସ ଦେଖନ୍ତୁ। ଆପଣମାନଙ୍କର ଯାହା ବି ମନରେ କୋଶ୍ଚିନ୍ ଥିଲା ସମ୍ପୂର୍ଣ୍ଣ କୋଶ୍ଚିନ୍କୁ କ୍ଲିଅର୍ କରିବି। ଆଉ ଦେଖନ୍ତୁ ଫାଷ୍ଟ କହି ରଖୁଛି ଏଇଟା ହେଲା ଆପଣମାନଙ୍କର ଫ୍ୟୁଚରରେ ଆସିବାର ଅଛି, ତ ବର୍ତ୍ତମାନ ଯେଉଁଟା ଆପଣମାନଙ୍କୁ ଟାର୍ଗେଟ୍ କରିବାର ଅଛି ତ ତା ପାଇଁ ବି ଆପଣମାନେ ଫୋକସ୍ କରନ୍ତୁ। ଦେଖନ୍ତୁ ଆପଣମାନଙ୍କର ଏମ୍ ଅଛି ଓଡ଼ିଶା ପୁଲିସ୍ ହେବାର, ଠିକ୍ ଅଛି, କିନ୍ତୁ ଏମ୍ ରଖନ୍ତୁ ଗଭର୍ଣ୍ଣମେଣ୍ଟ ଜବ୍। ଓକେ, ହେଲେ ଆପଣମାନେ ନିଶ୍ଚିନ୍ତ ଭାବରେ ଯେକୌଣସି ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ପାଇପାରିବେ ଯଦି ପ୍ରିପାରେସନ୍ ଡେଡିକେଟଲି କରିବେ। ତା ବେଲା ଖାଲି ଓଡ଼ିଶା ପୁଲିସ୍କି ଅନେଇକି ବସିଲେ ଆପଣମାନେ ମାନେ ଠିକ୍ ହେବ ନାହିଁ, ବୁଝିପାରୁଛନ୍ତି। ତ ଦେଖନ୍ତୁ ଫାଷ୍ଟ ତ OISF ରିଗାର୍ଡ଼ିଂ କହି ରଖୁଛି ଜିଲ୍ଲା କନେଷ୍ଟବଳ ପୂର୍ବରୁ। ତ OISF ଆପଣମାନଙ୍କର ଏବେ ଆସିବାର ନାହିଁ ଯାହା ବି ସୂଚନା ମିଳୁଛି। ଓକେ, କାହିଁକି ମୁଁ କହି ରଖୁଛି ତ ଏଇଟା ଦେଖି ରଖନ୍ତୁ। ଯେଉଁମାନେ ମକ୍ ଟେଷ୍ଟ ପ୍ରାକ୍ଟିସ୍ କରିବା ପାଇଁ ଚାହୁଁଛନ୍ତି ଓଡ଼ିଶା ପୁଲିସ୍ର ତ ଆମ ଗ୍ରୁପ୍ରେ ଜଏନ୍ ହେଇପାରିବେ। ମାତ୍ର 98 ରହୁଛି ପ୍ରାଇସ୍। ଏଇ ଯେଉଁ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ୍ କରିକି ଆପଣମାନେ ଜଏନ୍ ହେଇକି ପ୍ରାକ୍ଟିସ୍ କରିପାରିବେ। ତ ଦେଖନ୍ତୁ ଆପଣମାନଙ୍କର ଯେଉଁ OISF ବର୍ତ୍ତମାନ ଯାହା ବି ଅପଡ଼େଟ୍ ରହୁଛି ବହୁତ ବିଳମ୍ବ ହେବ OISF ଆସିବାର। ହୁଏତ ଏ ବର୍ଷ ଲାଷ୍ଟ ହେଇପାରେ, ନହେଲେ ଏ ବର୍ଷ ନ ଆସି ବି ପାରେ। ଓକେ, ତ ବହୁତ ଲେଟ୍ ହେଇଯିବ ଆପଣମାନଙ୍କର OISF। କିନ୍ତୁ ଯେଉଁମାନେ OISFକୁ ଅପେକ୍ଷା କରି ବସିଥିଲେ କେହି ବି ଆପଣମାନେ ମନ ଦୁଃଖ କରନ୍ତୁନି, ଆମେ ଲଢ଼ିବା। OISFର ଯେଉଁମାନଙ୍କର ଏଜ୍ ବି ପଳାଉଛି ଆମେ ଲଢ଼ିବା। ଓକେ, ସେଥିପାଇଁ ଆପଣମାନେ ଫୁଲ୍ ପ୍ରିପେୟାର ହେଇକି ରୁହନ୍ତୁ। ଆଉ ଗୋଟେ କଥା ରହିଲା ଆପଣମାନଙ୍କର ଏଜ୍ ତ ଦେବ, ଏଜ୍ ନ ଦେବ ଯଦି ଆମର କେତେ ଏଜ୍ ଦରକାର ସେଇ ଅନୁସାରେ ଆମେ ଗୋଟେ ପ୍ଲାନ୍ କରିକି ଆମକୁ ଆଗକୁ କରିବାର ଅଛି OISFର ରିକ୍ରୁଟମେଣ୍ଟ ଆସିଲା ପରେ। ତ ସେଇଟା ତ ବହୁତ ଆଗର କଥା ରହୁଛି, କାହିଁକିନା ବହୁତ ଲେଟ୍ରେ ଆପଣମାନଙ୍କର OISF ଆସିବ। ଏବେ ଆସିବା ଜିଲ୍ଲା ପୋଲିସ ଯେଉଁ ଜିଲ୍ଲା କନେଷ୍ଟବଳ ଉପରକୁ। ତ ତା ପୂର୍ବରୁ ଦେଖନ୍ତୁ ୟାର ଯେଉଁ ସିଲାବସ୍ ଯାହା ବି ରହୁଛି ଆପଣମାନଙ୍କ ପାଖାପାଖି ଫରେଷ୍ଟ ଗାର୍ଡ଼ର ଆପଣମାନଙ୍କର ସିଲାବସ୍ ବି ସେମ୍ ରହୁଛି। ଆପଣମାନେ ବର୍ତ୍ତମାନ ଫରେଷ୍ଟ ଗାର୍ଡ଼କୁ ଟାର୍ଗେଟ୍ କରନ୍ତୁ। ଫରେଷ୍ଟ ଗାର୍ଡ଼ର ଟାଇମ୍ ବହୁତ ଶୀଘ୍ର ଆସିଯିବ। ଦେଖନ୍ତୁ ଆଉ ଅଳ୍ପ କିଛିଟା ଦିନ ଭିତରେ ଆପଣମାନଙ୍କର ସର୍ଟ ନୋଟିସ୍ ଆସିଯିବ ଫରେଷ୍ଟ ଗାର୍ଡ଼ର ଯେ ଆପଣମାନଙ୍କର ଏକ୍ଜାମ୍ ଅଫଲାଇନ୍ ହେବ ନା ଅନଲାଇନ୍ ହେବ। ତାପରେ ଆପଣମାନେ ଜାଣିଯିବେ, ସେଇଠୁ ଗୋଟେ ମାସରେ ଆପଣମାନଙ୍କର ଏକ୍ଜାମ୍ ହେବ। ତ ବହୁତ ଫାଷ୍ଟ ଆପଣମାନଙ୍କର ଫରେଷ୍ଟ ଗାର୍ଡ଼ର ଏକ୍ଜାମ୍ କରିନେବ। ପାଖାପାଖି 2,70,000 ପିଲା ଖଣ୍ଡେ ଆପଣମାନଙ୍କର ଫର୍ମ ପଡ଼ିଛି। ଫରେଷ୍ଟ ଗାର୍ଡ଼ ଯେଉଁ କମ୍ବାଇନ୍ ଅଛି ଏକ୍ସାଇଜ୍ କନେଷ୍ଟବଳ, ଫରେଷ୍ଟ ଗାର୍ଡ଼, ଫରେଷ୍ଟର। ଓକେ, ତ ତା ପାଇଁ ଆପଣମାନେ ପ୍ରିପାରେସନ୍ କରନ୍ତୁ। ଆଉ ରହିଲା ଏକ୍ଜାମ୍ କେବେ ହେବ, ମାନି ଚାଲନ୍ତୁ ଏବେଠାରୁ ହିଁ, ଆଉ ମାନେ 2 ମାସ 2.5 ମାସ ଭିତରେ ହିଁ ଏକ୍ଜାମ୍ ହେବ। ସେଇ ଅନୁସାରେ ଆପଣମାନେ ମାନି ଚାଲନ୍ତୁ। ଏବେ ଯିବା ମେନ୍ ଟପିକ୍ ଉପରକୁ, ଜିଲ୍ଲା କନେଷ୍ଟବଳ। ତ ଜିଲ୍ଲା କନେଷ୍ଟବଳ ଆପଣମାନଙ୍କର ବହୁତ ଶୀଘ୍ର ଆସିବ। ବହୁତ ଶୀଘ୍ର ତ ସବୁବେଳେ ଆମେ ଶୁଣୁଛେ, କିନ୍ତୁ ଦେଖନ୍ତୁ ଗଭର୍ଣ୍ଣମେଣ୍ଟର ଯେଉଁ କଥାବାର୍ତ୍ତା ରହୁଛି, ଗଭର୍ଣ୍ଣମେଣ୍ଟର ଯେଉଁ କାମ ରହୁଛି ବହୁତ ଡିଲେ ରହୁଛି। ଇଏ ଯେଉଁ ମାନେ ରିସେଣ୍ଟ ଗଭର୍ଣ୍ଣମେଣ୍ଟ ଯେଉଁଟା, ତ ବର୍ତ୍ତମାନ ୟାର ତ ସମ୍ପୂର୍ଣ୍ଣ ପ୍ରୋସେସ୍ ସରିଛି। ବର୍ତ୍ତମାନ ନିଯୁକ୍ତି ବିଳମ୍ବ କାହିଁକି ହେଉଛି? ଆପଣମାନଙ୍କର ବୋର୍ଡ଼ ଗଠନ ହେଲା, ସବୁକିଛି ଚେଞ୍ଜେସ୍ ହେଲା, ଆପଣମାନଙ୍କର ଟୋଟାଲ୍ ଯେଉଁ ଡିପାର୍ଟମେଣ୍ଟର ଇଏଟା ଚେଞ୍ଜ ହେଲା, ତ ବର୍ତ୍ତମାନ ବିଳମ୍ବ କାହିଁକି ହେଉଛି? ତ ଏଥିପାଇଁ ଆପଣମାନେ ବ୍ୟସ୍ତ ହୁଅନ୍ତୁନି। ଆପଣମାନଙ୍କର ମାର୍ଚ୍ଚ ଏପ୍ରିଲ ଏ 2 ମାସ ଭିତରେ ଯେମିତି ହେଉନା କାହିଁକି ଆପଣମାନଙ୍କର ଜିଲ୍ଲା କନେଷ୍ଟବଳ ଯେଉଁ ଭ୍ୟାକେନ୍ସି ଆପଣମାନଙ୍କର ଆସିଯିବ। ଆଉ ଭ୍ୟାକେନ୍ସି ବଢ଼ିକି ଆସିବ, ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି। ପାଖାପାଖି 5,000 ପଦବୀ ଆପଣମାନଙ୍କର ଭ୍ୟାକେନ୍ସି ଆସିଯିବ। ଓକେ, ତ ତା ରିଗାର୍ଡ଼ିଂ ଆପଣମାନେ ପ୍ରିପାରେସନ୍ କରନ୍ତୁ। ସିଲାବସ୍ ପୂର୍ବ ସିଲାବସ୍କୁ ଫଲୋ କରିକି ଆପଣମାନେ ପ୍ରିପାରେସନ୍ କରନ୍ତୁ। ସେଇ 100 ମାର୍କର ଏକ୍ଜାମ୍, ସେଇ ଆପଣମାନଙ୍କ 6ଟା ସବଜେକ୍ଟକୁ ଆପଣମାନେ ପ୍ରିପାରେସନ୍ କରନ୍ତୁ। ଓକେ, ତ ଆପଣମାନେ ଅନେଇକି ବସିଲେ ହେବନି ଭ୍ୟାକେନ୍ସିକୁ, ତା ପୂର୍ବରୁ ଆପଣମାନେ ପ୍ରିପାରେସନ୍ କରନ୍ତୁ। ତ ଦେଖନ୍ତୁ ୟା ପାଇଁ ଆପଣ ଯଦି ପଢ଼ୁଛନ୍ତି ବର୍ତ୍ତମାନ ଫରେଷ୍ଟ ଗାର୍ଡ଼କୁ ଏକ୍ଜାମ୍ ଦେଇପାରିବେ ୟାରି ପାଠରେ। ଆଉ ଏଇଟା ଯଦି ଆସିଯାଉଛି ଭଲ କଥା, ଯଦି ଟିକେ ବିଳମ୍ବ ରହୁଛି ଆପଣମାନେ ବି ସେମ୍ ପାଠ ପଢ଼ିକି ଆପଣମାନେ ୟାର ଏକ୍ଜାମ୍ ଦେଇପାରିବେ।
ତ କେହି ବି ଆପଣମାନେ ଅବହେଳା କରନ୍ତୁନି, ସମସ୍ତେ ଭଲସେ ପ୍ରିପାରେସନ୍ କରନ୍ତୁ। ତ ଦେଖନ୍ତୁ ଖାମଖିଆଲି କଲେ ହେବନି, ନିଜର କ୍ଷତି ହେବ। ଆପଣମାନଙ୍କୁ ନିଜକୁ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ କରିବାର ଅଛି, ତ ସେଥିପାଇଁ ଆପଣମାନେ ପ୍ରିପାରେସନ୍ କରନ୍ତୁ। ଓଡ଼ିଶା ପୁଲିସ୍ ହେଉ ବା ଆପଣମାନଙ୍କର ଫରେଷ୍ଟ ଗାର୍ଡ଼ ହେଉ କି OISF ଯାହା ବି ହେଉ, ଗୋଟେ ଆପଣମାନଙ୍କର ଗଭର୍ଣ୍ଣମେଣ୍ଟ ଜବ୍ କରିବାର ଅଛି। ତ ଖାଲି ଗୋଟେକୁ ଅନେଇକି ଆପଣମାନେ ଟାର୍ଗେଟ୍ କରିକି ପଢ଼ିଲେ ସେମିତି ହେଇପାରିବନି। ତ ବୁଝିପାରୁଥିବେ ମୁଁ କ'ଣ କହୁଛି। ତ ଡିଟେଲ୍ସ ଆପଣମାନଙ୍କୁ ମୁଁ ବୁଝେଇ ରଖିଛି। ଯଦି ଆଉ କିଛି ବି ଆପଣମାନଙ୍କର ଡାଉଟ୍ ରହୁଛି, ଆପଣମାନେ କମେଣ୍ଟରେ ବି ପଚାରିପାରିବେ, ନହେଲେ ଯେଉଁ ନମ୍ବରଟି ଦେଇଛି ଏ ନମ୍ବରରେ ହ୍ୱାଟ୍ସଆପ୍ରେ ଆପଣମାନେ ପଚାରିପାରିବେ। ଆଉ ଥରେ କହି ରଖୁଛି, ଆପଣମାନେ ଯେଉଁମାନେ ମକ୍ ଟେଷ୍ଟ ପ୍ରାକ୍ଟିସ୍ କରୁଛନ୍ତି, ଯାହାର ସିଲାବସ୍ କମ୍ପ୍ଲିଟ୍ ହେଇଯାଇଛି, ତ ମକ୍ ଟେଷ୍ଟରେ ଜଏନ୍ ହେଇକି ମକ୍ ଟେଷ୍ଟ ପ୍ରାକ୍ଟିସ୍ କରିପାରିବେ। ପାଖାପାଖି 31ଟା ଆପଣମାନଙ୍କର ମକ୍ ଟେଷ୍ଟ ତା ଦେହରେ ଅପଲୋଡ଼ ଅଛି, ଆଗକୁ ଆହୁରି ଅପଲୋଡ଼ ଆସିବ। ତ ବହୁତ ବେନିଫିଟ୍ ମିଳିବ, ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ସହ ଆପଣମାନଙ୍କୁ ଦିଆଯାଉଛି। ଓକେ, ତ ଏତିକି ଥିଲା। ଆଉ ଯେଉଁମାନେ ବହି କିଣାକିଣି କରି ପଢ଼ୁଛନ୍ତି ବହୁତ ଭଲ। ଆଉ ଯେଉଁମାନେ ବି ବହି କିଣିବା ପାଇଁ ଚାହୁଁଛନ୍ତି, ଡେସ୍କ୍ରିପସନ୍ରେ ମୁଁ ଲିଙ୍କ୍ ଦେଇଛି, ଆପଣମାନେ ଯାଇକରି ଭିଜିଟ୍ କରିକି ଆପଣମାନେ କିଣିପାରିବେ। ଓକେ, ତ ଏତିକି ଥିଲା। ଯଦି ଆପଣମାନଙ୍କୁ ଅଧିକ ଅପଡ଼େଟ୍ ଜାଣିବାର ଅଛି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଯାହା ବି ଅପଡ଼େଟ୍ ଆସିବ ମୁଁ ଆପଣମାନଙ୍କୁ ପ୍ରୋଭାଇଡ଼ କରିବି। ତ ବଟ୍ ଆଜିର ଯେଉଁ ଅପଡ଼େଟ୍ଟା ଥିଲା ଆପଣମାନଙ୍କର, OISF ବହୁତ ବିଳମ୍ବ ହୋଇଯିବ। ତ ହୁଏତ ଏ ବର୍ଷ ବି ନ ଆସିପାରେ, ଯାଇକି ଇଲେକ୍ସନ୍ ପରେ ଆସିବାର ଅଛି ଚାନ୍ସ ବହୁତ। ତ ଯାହା ବି ସୂଚନା ମିଳିଛି, ତ ଦେଖନ୍ତୁ ଆମକୁ ଏଇ ସୂଚନା ଅନୁସାରେ ହିଁ ଆମକୁ ଆଗକୁ ଯିବାର ଅଛି। ତ ଯାହା ବି ସୂଚନା ମିଳେ ଆମେ ସେଇ ଅନୁସାରେ ପ୍ରିପେୟାର କରିବାର ଅଛି। କାହିଁକିନା ଗଭର୍ଣ୍ଣମେଣ୍ଟ ଯାହା ନୋଟିଫିକେସନ୍ କାଢ଼େ ପୂର୍ବରୁ ଜଣେଇକି କାଢ଼େନି, ସେ ଡାଇରେକ୍ଟ ନୋଟିଫିକେସନ୍ କାଢ଼େ। ତ ଆମକୁ ସୂଚନା କଲେକ୍ଟ କରିକି ସେଇ ଅନୁସାରେ ଗଭର୍ଣ୍ଣମେଣ୍ଟର କାର୍ଯ୍ୟକଳାପ ଉପରେ ଫଲୋ କରିକି ଆମକୁ ଆଗକୁ ବଢ଼ିବାର ହେବ। ତ ସେଥିପାଇଁ ମୁଁ ଆପଣମାନଙ୍କୁ ଜଣେଇଦେଲି। ତ ପ୍ରିପାରେସନ୍ କରନ୍ତୁ। ବର୍ତ୍ତମାନ ଆପଣମାନଙ୍କ ମୁଣ୍ଡ ଉପରେ ଫରେଷ୍ଟ ଗାର୍ଡ଼ର ଏକ୍ଜାମ୍ ଅଛି, ତା ପାଇଁ ପ୍ରିପାରେସନ୍ କରନ୍ତୁ। ଜିଲ୍ଲା କନେଷ୍ଟବଳ ଆସିଯିବ, ସେମ୍ ପାଠରେ ଆପଣମାନେ ତାକୁ ହିଁ ପରୀକ୍ଷା ଦେଇପାରିବେ। OISF ବିଳମ୍ବ ହେଲେ ମଧ୍ୟ ଗୋଟିଏ ପାଠ, ବୁଝିପାରିଲେ। ତ ଏତିକି ଥିଲା। ଆଉ ଆପଣମାନେ ଆମ ଟେଲିଗ୍ରାମରେ ବି ଜଏନ୍ ହେଇଯାଆନ୍ତୁ। ଟେଲିଗ୍ରାମରେ ତ ଭିଡ଼ିଓ ତ ବିଳମ୍ବ ହେଉଛି, ଆପଣମାନଙ୍କୁ ବନେଇବାର ଟାଇମ୍ ଆସୁନି, ମିଳୁନି। ତ ଟେଲିଗ୍ରାମରେ ଜଏନ୍ ହେଇଯାଆନ୍ତୁ। ସବୁକିଛି ଅପଡ଼େଟ୍ ଆପଣମାନେ ଟେଲିଗ୍ରାମରେ ହିଁ ପାଇପାରିବେ। ଯାହା ବି ନୋଟିସ୍ ଫୋଟିସ୍ ଆସିବ ଆପଣମାନେ ସର୍ବପ୍ରଥମେ ଟେଲିଗ୍ରାମରେ ପାଇପାରିବେ। ଟେଲିଗ୍ରାମର ଲିଙ୍କ୍ ମୁଁ ଡେସ୍କ୍ରିପସନ୍ରେ ଦେଇଦେଇଛି, ଆପଣମାନେ ଜଏନ୍ ହେଇଯାଆନ୍ତୁ। ଓକେ, ତ ଭିଡ଼ିଓଟି ଯଦି ଭଲ ଲାଗିଛି ନିହାତି ଭାବରେ ଗୋଟେ ଲାଇକ୍ କରନ୍ତୁ। ଆଉ ଆପଣମାନଙ୍କର ଯେଉଁମାନେ ସାଙ୍ଗମାନେ ଆସ୍ପିରାଣ୍ଟ ଅଛନ୍ତି, ତ ତାଙ୍କ ପାଖକୁ ଭିଡ଼ିଓଟି ସେୟାର କରନ୍ତୁ। ଆଉ ନିଜକୁ ସବୁବେଳେ ମୋଟିଭେଟରେ ରଖନ୍ତୁ, ଜମା ବି ଆପଣମାନଙ୍କର ଡିମୋଟିଭେଟ୍ ହୁଅନ୍ତୁ ନାହିଁ, ବୁଝିପାରିଲେ। ତ ଏତିକି ଥିଲା। ଆଉ କିଛି ଅପଡ଼େଟ୍ ଆସିଲେ ମୁଁ ଆପଣମାନଙ୍କୁ ନିହାତି ଭାବରେ ଜଣାଇ ନେବି।